ଆଧୁନିକ କାବ୍ୟ କବିତା ରାଧାନାଥ ରାୟ MCQ 6 PG ନେଟ୍ JRF SSB PGT PhD OPC ସମସ୍ତ ଓଡ଼ିଆ ଭାଷା ସହିତ ପରୀକ୍ଷା ନିମନ୍ତେ ଲାଇକ୍ ସବସ୍କ୍ରାଇବ୍। MS ଓଡ଼ିଆ କ୍ରିଏସନ୍ 3730 ରାଧାନାଥଙ୍କ ପାର୍ବତୀ କାବ୍ୟ କେଉଁ କୃତି ଦ୍ୱାରା ପ୍ରଭାବିତ? ଲେଡି ଅଫ୍ ଦି ଲକ୍, ଆଗାମେମ୍ନନ୍ ନାଟକ, ସିଜ୍ ଅଫ୍ ଦି କୋରିନ୍ଥ, ମେଟାମରଫୋସିସ୍। ଉତ୍ତର ବି ଆଗାମେମ୍ନନ୍ ନାଟକ। ଚିଲିକା କାବ୍ୟର ଅନୁରୂପ କାବ୍ୟଟି କେଉଁଟି? ଉତ୍କଳ ଲକ୍ଷ୍ମୀ, କୋଣାର୍କେ, ନରାଜ, କୋଣାର୍କେ ଉଷା। ଉତ୍ତର ସି ନରାଜ। କେଦାରଗୌରୀ କେଉଁ ପାଶ୍ଚାତ୍ୟ କାବ୍ୟ ଅନୁସରଣରେ ରଚିତ? ଇଲିଆଡ, ଏନିଡ, ମେଟାମରଫୋସିସ୍, ଚାଇଲ୍ଡ ହେରାଲ୍ଡ। ଉତ୍ତର ସି। କେଉଁଟି ରାଧାନାଥଙ୍କ ଗଦ୍ୟ ଗ୍ରନ୍ଥ ନୁହେଁ? ସାବିତ୍ରୀ ଚରିତ୍ର, ଉତ୍କଳ ସାହିତ୍ୟର ଉନ୍ନତି, ବାମଣ୍ଡା, ଭ୍ରମଣକାରୀ ପତ୍ର। ଉତ୍ତର ଏ ସାବିତ୍ରୀ ଚରିତ୍ର। ରାଧାନାଥ ରାୟଙ୍କର କେଉଁ କାବ୍ୟଟି ମାଦଳପାଞ୍ଜି ଅନୁସରଣରେ ରଚିତ? କେଦାରଗୌରୀ, ଚନ୍ଦ୍ରଭାଗା, ଦରବାର, ପାର୍ବତୀ। ଉତ୍ତର ଡି ପାର୍ବତୀ। କେଉଁ ପତ୍ରିକାଟି ରାଧାନାଥ ରାୟଙ୍କୁ ସମାଲୋଚନା କରିବା ପାଇଁ ଅଭିପ୍ରେତ ଥିଲା? ଆଶା, ବିଜୁଳି, କୁଜିବୀର, ଇନ୍ଦ୍ରଧନୁ। ଉତ୍ତର ଡି ଇନ୍ଦ୍ରଧନୁ। ରାଧାନାଥ ରାୟଙ୍କ କେଉଁ କବିତାରେ ଜାତୀୟବାଦ ଚେତନା ଦେଖିବାକୁ ମିଳେ? ଚନ୍ଦ୍ରଭାଗା, ଦୁର୍ଯ୍ୟୋଧନୀ ରକ୍ତନଦୀ ସନ୍ତରଣ, ଶିବାଜୀଙ୍କ ଉତ୍ସାହବାଣୀ, ବାଣ ହରଣ। ଉତ୍ତର ସି ଶିବାଜୀଙ୍କ ଉତ୍ସାହବାଣୀ। MS ଓଡ଼ିଆ କ୍ରିଏସନ୍ 3730 ରାଧାନାଥଙ୍କ ମହାଯାତ୍ରାର ରଚନା କାଳ 1880, 1890, 1891, 1892। ଉତ୍ତର ଡି 1892। ଚିଲିକା କାବ୍ୟରେ କେଉଁ କାବ୍ୟ ଭାବଟି ଅଧିକ ପ୍ରକଟିତ ହୋଇଅଛି? ଦିବ୍ୟ ଭାବ, ସଖୀ ଭାବ, ଦୈତ୍ୟ ଭାବ, ଅଦୈତ୍ୟ ଭାବ। ଉତ୍ତର ସି ଦୈତ୍ୟ ଭାବ। ରାଧାନାଥଙ୍କ ମେଘଦୂତ ଅନୁବାଦ ଇତାଲୀୟ ଯୁବା ଓ ବିବେକୀ ପ୍ରବନ୍ଧ କେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା? ଉତ୍କଳ ଦର୍ପଣ, ଉତ୍କଳ ସାହିତ୍ୟ, ଉତ୍କଳ ପୁତ୍ର, ବିଦେଶୀ। ଉତ୍ତର ଏ ଉତ୍କଳ ଦର୍ପଣ।